ନୀଳଗିରି ଉପଜିଲ୍ଲାପାଳଙ୍କ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ମୋବାଇଲ ଛଡ଼ାଇ ନେବା ଘଟଣା ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କୁ ମାଗିଛନ୍ତି ମୁଖ୍ୟମନ୍ତ୍ରୀ। ଜିଲ୍ଲାପାଳ ଏପର୍ଯ୍ୟନ୍ତ ସାମ୍ବାଦିକଙ୍କ କଥାକୁ ବୁଝିବାକୁ ଚେଷ୍ଟା ମଧ୍ୟ କରିନାହାନ୍ତି। ସାମ୍ବାଦିକମାନେ ବାରମ୍ବାର ଜିଲ୍ଲାପାଳଙ୍କୁ ଭେଟିଥିଲେ ମଧ୍ୟ ଫଳ କିଛି ମିଳିନାହିଁ। କାରଣ ଇଏ ଉପଜିଲ୍ଲାପାଳଙ୍କର କଥା। ଉପଜିଲ୍ଲାପାଳଙ୍କ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ମୋବାଇଲ ଛଡ଼ାଇ ନେବା ଘଟଣା ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କୁ ମାଗିଛନ୍ତି ମୁଖ୍ୟମନ୍ତ୍ରୀ। ହସ୍ତଗତ ହୋଇଥିବା ସୂଚନାରୁ ଜଣାପଡ଼ିଛି 21/10/24 ତାରିଖରେ ଏକ ମତାମତ ନେବା ଘଟଣାକୁ ନେଇ ନୀଳଗିରି ଉପଜିଲ୍ଲାପାଳ ଘଟଣାସ୍ଥଳରେ ଉପସ୍ଥିତ କାର୍ଯ୍ୟରତ ସାମ୍ବାଦିକଙ୍କୁ ଯେଉଁ ଲଜ୍ଜାଜନକ ବ୍ୟବହାର ଓ ନନ୍ଦିଘୋଷ ଟିଭିର ରିପୋର୍ଟର ସୁକାନ୍ତ କୁମାର ଦାସଙ୍କ ହାତରୁ ରେକର୍ଡିଂ କରୁଥିବା ମୋବାଇଲ ଛଡ଼ାଇ ନେବା ଘଟଣାର ପ୍ରତିବାଦ କରି ପ୍ରାୟ ସମସ୍ତ କାର୍ଯ୍ୟରତ ସାମ୍ବାଦିକ ଏକଜୁଟ ହୋଇ ଏହାର ପ୍ରତିବାଦ କରିବା ସହିତ ଲିଖିତ ଭାବେ ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ। ଜିଲ୍ଲାପାଳ ଅଭିଯୋଗ ଗ୍ରହଣ କରି 15 ଦିନ ମଧ୍ୟରେ ସମସ୍ୟା ସମାଧାନ ହେବ ବୋଲି ସେତେବେଳେ ସୂଚନା ଦେଇଥିଲେ। କିନ୍ତୁ ଗଭୀର ଦୁଃଖ ଓ ପରିତାପର ବିଷୟ 15 ଦିନ ବିତି ଯାଇଥିଲେ ମଧ୍ୟ ସାମ୍ବାଦିକ ଓ ଉପଜିଲ୍ଲାପାଳଙ୍କ ମଧ୍ୟରେ ଉପୁଜିଥିବା ସମସ୍ୟା ସମ୍ପର୍କରେ ଜିଲ୍ଲାପାଳ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ଗତକାଲିଠାରୁ କାର୍ଯ୍ୟରତ ସାମ୍ବାଦିକମାନେ କଳା ବେଜ ପରିଧାନ କରି ସରକାରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବୋଲି ନିଷ୍ପତ୍ତି କରିଥିବା ଜଣାଯାଇଛି। ଅପରପକ୍ଷରେ ଏ ସମ୍ପର୍କରେ ସଠିକ୍ ତଥ୍ୟ ଜାଣିବା ପାଇଁ ସୂଚନା ଅଧିକାରୀ କର୍ମୀ ତଥା ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ କୁମାର ମହାନ୍ତି ଉକ୍ତ ଆଇନ ବଳରେ ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସୂଚନା ଅଧିକାରୀଙ୍କ ସୂଚନା ମାଗିଥିଲେ। ଶ୍ରୀ ମହାନ୍ତି 12/11/24 ତାରିଖରେ ପଠାଇଥିବା ଦରଖାସ୍ତଟି ମୁଖ୍ୟମନ୍ତ୍ରୀଙ୍କ ଲୋକସୂଚନା ଅଧିକାରୀଙ୍କ ନିକଟରେ ପହଞ୍ଚିବା ପରେ 19 ତାରିଖ ସୂଚନା ଲୋକସମ୍ପର୍କ ଅଧିକାରୀ ସିଏମ୍ଓଙ୍କ କାର୍ଯ୍ୟାଳୟ ପତ୍ରଙ୍କ ସଂଖ୍ୟା 3810 ସିଏମ୍ କାର୍ଯ୍ୟ ତରଫରୁ ଲୋକସୂଚନା ଅଧିକାରୀ ଜିଲ୍ଲାପାଳ ବାଲେଶ୍ୱରଙ୍କ କାର୍ଯ୍ୟାଳୟକୁ ପଠାଇଥିବା ଜଣାପଡ଼ିଛି ଏବଂ ଏଥିରେ ଶ୍ରୀ ମହାନ୍ତିଙ୍କୁ ସୂଚନା ହସ୍ତାନ୍ତର କରିବାକୁ ଅନୁରୋଧ କରାଯାଇଛି। ଅପରପକ୍ଷରେ ଉକ୍ତ ଚିଠିଟି ଲୋକସୂଚନା ଅଧିକାରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପହଞ୍ଚିବା ପରେ ଚିଠିଟିକୁ ତତ୍କାଳ ସହକାରୀ ଜିଲ୍ଲାପାଳ ସେକ୍ସନକୁ ପଠାଇ ସୂଚନା ଦେବାକୁ କୁହାଯାଇଛି ଏବଂ ଏଥିରେ ଉଲ୍ଲେଖ ରହିଛି ସୂଚନା ଅଧିକାର ବଳରେ ମଗାଯାଇଥିବା ସୂଚନାଗୁଡ଼ିକ 20/11/24 ତାରିଖ ସୁଦ୍ଧା ପଠାଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଜଣାଇବାକୁ କୁହାଯାଇଛି ଏବଂ ଉକ୍ତ ଚିଠିକୁ ଅତ୍ୟନ୍ତ ଜରୁରୀ ବୋଲି ଉଲ୍ଲେଖ କରାଯାଇଛି। ଏଠାରେ ପ୍ରଶ୍ନ ଉଠେ ଅଜ୍ଞାନ ପଶୁମାନଙ୍କର ଚିକିତ୍ସା କରୁଥିବା ଜଣେ ବ୍ୟକ୍ତିକୁ ଯେତେବେଳେ ମାନବ ସେବା ଭଳି ଦୁର୍ଲଭ ସେବା କରିବା ପାଇଁ କ୍ଷମତା ମିଳେ ସେତେବେଳେ ବୋଧହୁଏ ଅହଙ୍କାର ଓ ନିଜର ହିତାହିତ ଜ୍ଞାନ ଭୁଲି ଅତି ଗୁରୁତର ଭୁଲ କରନ୍ତି ବୋଲି ଉକ୍ତ ଘଟଣାରୁ ସ୍ପଷ୍ଟ ହୋଇଯାଇଛି। ସମାଜର ଚତୁର୍ଥ ସ୍ତମ୍ଭ ଭାବେ ମାନ୍ୟତା ପାଇଥିବା ସାମ୍ବାଦିକମାନଙ୍କ ପ୍ରତି ହେୟ ଜ୍ଞାନ ଅଭଦ୍ରଚିତ ବ୍ୟବହାର ଓ ମାନବ ସେବାର ବ୍ରତୀ ବୋଲି କୁହାଯାଇପାରିବ ନାହିଁ। ଏଭଳି ଅହଙ୍କାରୀ ବ୍ୟକ୍ତିତ୍ୱ ସାଧାରଣ ଜନତାଙ୍କ ସହିତ କେବେ ବି ସାଲିସ କରି ପାରିବ ନାହିଁ କି ସେମାନଙ୍କର ଉନ୍ନତି ପାଇଁ କାର୍ଯ୍ୟ କରିପାରିବ ନାହିଁ ବୋଲି ଅନେକ ବୁଦ୍ଧିଜୀବୀ ଆଇନଜୀବୀ ତଥା ନୀଳଗିରି ଜନସାଧାରଣ ଆଲୋଚନା କରୁଥିବା ଶୁଣିବାକୁ ମିଳୁଛି। ନୀଳଗିରିରୁ ମନୋଜ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।